ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ଚିନ୍ତାମଣି ମହାନ୍ତିଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ଚିନ୍ତାମଣି ମହାନ୍ତି ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ କବି, ଲେଖକ ଓ ଶିକ୍ଷକ ଥିଲେ। ସେ ତତ୍କାଳୀନ ଉତ୍କଳର ବିଭିନ୍ନ ସ୍ଥାନ ବୁଲି ସ୍ଥାନୀୟ ପ୍ରକୃତି ଓ ସାମାଜିକ ଜୀବନ ଆଦି ଅଧ୍ୟୟନ କରିଥିଲେ ଓ ତାହା ଆଧାରରେ ଓଡ଼ିଆରେ କାବ୍ୟ କବିତା ରଚନା କରିଥିଲେ। ତାଙ୍କ ସାହିତ୍ୟରେ ରାଧାନାଥ ରାୟଙ୍କ ପ୍ରଭାବ ବହୁ ଭାବରେ ରହିଛି। ତାଙ୍କ ବିଶିଷ୍ଟ ରଚନାଗୁଡ଼ିକ ମଧ୍ୟରୁ ମହେନ୍ଦ୍ରଗିରି ଅନ୍ୟତମ ଏବଂ ସେଥିରେ ରାଧାନାଥଙ୍କ ଚିଲିକା ଖଣ୍ଡକାବ୍ୟର ପ୍ରଭାବ ରହିଛି। ତାହା ବାଦ ସେ ସୁରଙ୍ଗୀ, ଉଦ୍ୟାନ ଖଣ୍ଡ, ବିକ୍ରମାଦିତ୍ୟ, ମୁକୁନ୍ଦଦେବ ଓ ସୁଭଦ୍ରା ଆଦି କାବ୍ୟଗ୍ରନ୍ଥ, ପତ୍ରପୁଷ୍ପ ଛୋଟ କବିତା ସଂଗ୍ରହ ଏବଂ ଓଡ଼ିଶାର ସାମାଜିକ ସଂସ୍କାର ଉପରେ ଆଧାରିତ ଶନି ସପ୍ତାହ ଓ ଟଙ୍କା ଗଛ ଆଦି ଉପନ୍ୟାସ, ବିଶିଷ୍ଟ ଲେଖକ ଓ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ମହାନ୍ତି ତାଙ୍କ ପୁଅ ଥିଲେ। ଏ ହେଉଛି ଚିନ୍ତାମଣି ମହାନ୍ତିଙ୍କ ଫଟୋଚିତ୍ର। ତାଙ୍କ ଜନ୍ମ ଓ ଜୀବନୀ ସମ୍ପର୍କରେ ମଧ୍ୟ ଜାଣି ରଖିବା। ଚିନ୍ତାମଣି ମହାନ୍ତି 1967 ମସିହା ମାର୍ଚ୍ଚ ମାସ 16 ତାରିଖ ଦିନ ଭଦ୍ରକ ଜିଲ୍ଲାର ନିକଟସ୍ଥ ଅଶ୍ରଳଠାରେ ଜନ୍ମଗ୍ରହଣ କରିଥିଲେ। 1884 ମସିହାରୁ 1903 ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ। 1903 ମସିହାରେ ଶିକ୍ଷକତା ଛାଡ଼ି ହିତବାଦିନୀ, ଉତ୍କଳବାସୀ, ସ୍ୱଦେଶ ଲକ୍ଷ୍ମୀ, ମନୋରମା ଓ ଜ୍ଞାନଦର୍ପଣ ପ୍ରଭୃତି ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ। ସେ ନିଜ ଜୀବନକାଳ ମଧ୍ୟରେ 48 ଖଣ୍ଡ କାବ୍ୟ, 5ଟି ଉପନ୍ୟାସ ଓ 3ଟି ଦୀର୍ଘଗଳ୍ପ ରଚନା କରିଥିଲେ। 1935 ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ଉଦ୍ୟମରେ ଆନ୍ଧ୍ରା ଗବେଷଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ କବିଶେଖର ଉପାଧି ମିଳିଥିଲା। ସେ 1943 ମସିହା ଡିସେମ୍ବର ମାସ 17 ତାରିଖ ଦିନ ମୃତ୍ୟୁବରଣ କରିଥିଲେ। ତାଙ୍କର ରଚନା ଶୈଳୀ ରାଧାନାଥ ରାୟଙ୍କ ଦ୍ୱାରା ବହୁ ଭାବେ ପ୍ରଭାବିତ ହୋଇଥିଲା ଓ ତାଙ୍କୁ ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷରେ ରାଧାନାଥଙ୍କ ଅନୁଗାମୀ ବୋଲି ଉଲ୍ଲେଖ କରାଯାଇଛି। ସେ ରାଧାନାଥଙ୍କ ଚିଲିକା କାବ୍ୟର ପ୍ରଭାବରେ ମହେନ୍ଦ୍ରଗିରି କାବ୍ୟ ରଚନା କରିଥିଲେ। ତାଙ୍କ ରଚନାବଳୀଗୁଡ଼ିକ ହେଉଛି ଜୀବନୀ ପଞ୍ଜିକା, ଯାହାକି ତାଙ୍କର ଆତ୍ମଜୀବନୀ, ବିବିଧ ସନ୍ଦର୍ଭ। ତାଙ୍କର କାବ୍ୟଗୁଡ଼ିକ ହେଉଛି ଘୁମୁସର, ଉତ୍କଳ କମଳା, ମହେନ୍ଦ୍ର, ସାଳନ୍ଦୀ, ମେଘାସନ, ସୁରଙ୍ଗୀ, ଗଞ୍ଜାମ ଭ୍ରମଣ, ଜୟପୁର ଇତ୍ୟାଦି ଗୁଡ଼ିକ ତାଙ୍କର ହେଉଛି କାବ୍ୟ। ଖଣ୍ଡ କବିତା ଗୁଡ଼ିକ ହେଉଛି ସନ୍ଧ୍ୟାତାରା, କଳ୍ପନାକୁଞ୍ଜ, ପତ୍ରପୁଷ୍ପ, ଶତଦଳ। ତାଙ୍କର ଉପନ୍ୟାସ ଗୁଡ଼ିକ ହେଉଛି ରୂପାଚୁଡ଼ି, ବୁଲା ଫକୀର 1924ରେ ପ୍ରକାଶ ପାଇଥିଲା, ଶନି ସପ୍ତାହ 1933ରେ ପ୍ରକାଶ ପାଇଥିଲା, ଟଙ୍କା ଗଛ 1920ରେ ପ୍ରକାଶ ପାଇଥିଲା, ଯୁଗଳ ମଠ 1920 ମସିହାରେ ପ୍ରକାଶ ପାଇଥିଲା। ଏ ଥିଲା ଚିନ୍ତାମଣି ମହାନ୍ତିଙ୍କ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏ ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହଯୋଗ କରିପାରେ, ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ନିଶ୍ଚିତ ଭାବରେ ପ୍ରଦାନ କରିବେ।